ଆଜି ପାଗ ବହୁତ ରୋମାଣ୍ଟିକ ହେଉଥିଲା। ଥଣ୍ଡା ଥଣ୍ଡା ପବନ ସହିତ ବର୍ଷା ମଧ୍ୟ ହେଉଥିଲା। ଏହି ଝିପିଝିପି ବର୍ଷା ମୋ ବାତ ମଧ୍ୟରେ ହଲଚଲ ସୃଷ୍ଟି କରୁଥିଲା। ମୁଁ ରୋଷେଇ ଘରୁ ଫାରଗ ହୋଇ ପଛ ଅଗଣାକୁ ଆସିଗଲି ଏବଂ ନିଜର ବେଚୈନକୁ ଆହୁରି ଉତ୍ତେଜିତ କରିବା ପାଇଁ ସେହି ଝରକା ଦେଇ ଭିତରକୁ ଝାଙ୍କିବାକୁ ଲାଗିଲି, ଯାହା ମୋ ଶ୍ୱଶୁର ଏବଂ ଶାଶୁ ଦେବେନ୍ଦ୍ରଜୀ ଏବଂ ବିଦ୍ୟା ଆଣ୍ଟିଙ୍କରେ ଖୋଲୁଥିଲା। ମୁଁ ଗୋଡ଼ ଆଙ୍ଗୁଠି ବଳରେ ଛିଡ଼ା ହୋଇ ରୁମ୍ ଭିତରକୁ ଦେଖିବାକୁ ଲାଗିଲି ତ ମୋ ଅସ୍ତିତ୍ୱରେ ଯେମିତି ଚିଙ୍ଗାରି ଜଳି ଉଠିଲା। ମୁଁ ଭିତରେ ଭିତରେ ସୁଲଗିବାକୁ ଲାଗିଲି। ମତେ ମୋ ସ୍ୱାମୀ ଅର୍ଜୁନଙ୍କ କଥା ବହୁତ ମନେ ପଡ଼ିଲା। ମତେ ମୋ ଶ୍ୱଶୁରଙ୍କ ଉପରେ ଯେମିତି ଭଲ ପାଇବା ଆସୁଥିଲା କି ସେ ଏହି ବୟସରେ ମଧ୍ୟ କେତେ ଶକ୍ତିଶାଳୀ ଥିଲେ, ଯିଏ ମୋ ଶାଶୁଙ୍କୁ ଆଜି ବି ଖୁସି ରଖିଥିଲେ। ମୋ ଶ୍ୱଶୁର ଦେବେନ୍ଦ୍ରଜୀ ଏହି ମାମଲାରେ ଯେତିକି ଜୋସିଲା ଥିଲେ, ମୋ ଶାଶୁ ବିଦ୍ୟା ଆଣ୍ଟି ସେତିକି ହିଁ ତାଙ୍କଠାରୁ ଦୂରେଇ ରହୁଥିଲେ। ମୁଁ ବେସୁଧ ହୋଇ ଏହି ହସିନ ନଜାରାକୁ ଦେଖୁଥିଲି। ସେତିକି ବେଳେ ମୋ କାନ୍ଧରେ କେହି ଜଣେ ହାତ ରଖିଲା। ମୁଁ ଡେଇଁପଡ଼ି ପଛକୁ ଚାହିଁଲି ତ ମୋ ପଛରେ ମୋ ସ୍ୱାମୀ ଅର୍ଜୁନ ଛିଡ଼ା ହୋଇଥିଲେ। ସେ ମୋତେ ଆଶ୍ଚର୍ଯ୍ୟ ନଜରରେ ଚାହିଁବାକୁ ଲାଗିଲେ। ମୁଁ ତାଙ୍କୁ ଦେଖି ହକ୍କାବକ୍କା ହୋଇଗଲି। ଆଜି ତ ତାଙ୍କର ଆସିବା ଇଚ୍ଛା ନଥିଲା। ସେ କେବଳ ସପ୍ତାହର ଶେଷ ସନ୍ଧ୍ୟାରେ ଘରକୁ ଆସୁଥିଲେ, ଯେତେବେଳେ କି ଆଜି ଗୁରୁବାର ଥିଲା। ତାଙ୍କୁ ହଠାତ୍ ନିଜ ସାମ୍ନାରେ ଦେଖି ମୁଁ ଖୁସିରେ ଖିଲି ଉଠିଲି ଏବଂ ତୁରନ୍ତ ତାଙ୍କୁ କୁଣ୍ଢାଇ ପକାଇଲି। ମତେ ତାଙ୍କର ଗମ୍ଭୀର ସ୍ୱଭାବର ଅନୁଭବ ସେତେବେଳେ ହେଲା, ଯେତେବେଳେ ମୋ ନଜର ତାଙ୍କ ମୁହଁ ଉପରେ ପଡ଼ିଲା। ସେ ମୋତେ ରାଗରେ ଚାହିଁ କହିବାକୁ ଲାଗିଲେ, ରାଧା, ତୁମେ ଏଠାରେ କ'ଣ କରୁଛ? ମା ଏବଂ ପିତାଜୀଙ୍କରେ ଝାଙ୍କି କ'ଣ ଦେଖୁଛ? ଏବେ ମତେ ମୋ ଭୁଲ ଅନୁଭବ ହେଲା। ମୁଁ ବାହାନା କରି କହିଲି, ମୋର ବର୍ଷାରେ ଗାଧୋଇବାକୁ ଇଚ୍ଛା ହେଉଥିଲା ଏବଂ ବର୍ଷାରେ ଭିଜୁ ଭିଜୁ ମୁଁ ଏଠାକୁ ଆସିଗଲି। ରୁମ୍ ଭିତରୁ ଅଜବ ଶବ୍ଦ ଆସୁଥିଲା, ସେଥିପାଇଁ ମୁଁ ଝାଙ୍କି ଭିତରକୁ ଦେଖିଦେଲି। ସେ ମୋ ହାତ ଧରି ମତେକୁ ନେଇଗଲେ ଏବଂ ରାଗରେ କହିଲେ, କାହାରରେ ଝାଙ୍କିବା ବହୁତ ଖରାପ କଥା। ଆଜି ପରେ ମୁଁ ଯେମିତି ତୁମକୁ ଏମିତି ହରକତ କରୁଥିବାର ନ ଦେଖେ। ସେହି ସମୟରେ ମୁଁ ଚୁପଚାପ ତାଙ୍କ କଥାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଲି। ମତେ ତ ତାଙ୍କରେ ଝାଙ୍କିବା ଏବଂ ସେହି ନଜାରା ଦେଖିବାରେ ମଜା ଆସୁଥିଲା, କିନ୍ତୁ ଏହା ସହିତ ମନରେ ଏହି ଅନୁଭବ ମଧ୍ୟ ଜାଗୁଥିଲା କି କାଶ ମୋ ସ୍ୱାମୀ ମଧ୍ୟ ମତେ ସେହିଭଳି ଖୁସି ରଖିପାରନ୍ତେ, ଯେମିତି ମୋ ଶ୍ୱଶୁର ମୋ ଶାଶୁଙ୍କୁ ରଖୁଥିଲେ। ଆସିବା ପରେ ମୁଁ ନିଜ ବାତ ହାତରେ ବେକାବୁ ହୋଇ ଅର୍ଜୁନଙ୍କୁ କୁଣ୍ଢାଇ ଧରିଲି, କିନ୍ତୁ ତାଙ୍କ ପକ୍ଷରୁ ସେହି ଥଣ୍ଡା ମିଜାଜ କାୟମ ରହିଲା। ପରେ ସେ ମୋ ସହିତ ଏମିତି ବ୍ୟବହାର କଲେ, ଯେମିତି ସେ ମତେ କୌଣସି ବୋଝ ଭଳି ମୁଣ୍ଡରୁ ଓହ୍ଲାଉଛନ୍ତି। ଅଳ୍ପ ସମୟ ପରେ ସେ ମୋ ଆଡ଼କୁ କଡ଼ ଲେଉଟାଇ ଶୋଇପଡ଼ିଲେ, ଯେତେବେଳେ କି ବାକି ରାତି ମୁଁ ଭିତରେ ଭିତରେ ଜଳୁଥିଲି। ମତେ ମୋ ସ୍ୱାମୀଙ୍କ ଉପରେ ବହୁତ ରାଗ ଆସୁଥିଲା କି ସେ ମୋ ଇଚ୍ଛାଗୁଡ଼ିକୁ କାହିଁକି ପୂରଣ କରନ୍ତି ନାହିଁ। ସେତେବେଳେ ପୁଣିଥରେ ମୋ ଧ୍ୟାନ ମୋ ଶ୍ୱଶୁରଙ୍କ ଆଡ଼କୁ ଚାଲିଗଲା କି ଏହା ସେ ହିଁ ଥିଲେ, ଯିଏ ଜୀବନକୁ ଆଜି ବି ଭରପୁର ଭାବରେ ବିତାଉଥିଲେ ଏବଂ ଏହାର ମଜା ନେଉଥିଲେ। ପରଦିନ ଯେତେବେଳେ ମୁଁ ଉଠିଲି ତ ମୋ ଶାଶୁ ବିଦ୍ୟା ଆଣ୍ଟିଙ୍କ ଦେହ ବହୁତ ଖରାପ ଥିଲା। ସେ ଉଠୁଥିବା ବସୁଥିବା ବେଳେ ହାୟ ହାୟ କରୁଥିଲେ। ସେ ନିଜ ଅଣ୍ଟାକୁ ଧରିଥିଲେ। ତାଙ୍କ ଅଣ୍ଟାରେ ଶକ୍ତ ଯନ୍ତ୍ରଣା ଥିଲା। ମତେ ରାତିର ସେହି ଦୃଶ୍ୟ ମନେପଡ଼ି ହସ ଲାଗୁଥିଲା, କିନ୍ତୁ ମୁଁ ବହୁତ କଷ୍ଟରେ ନିଜ ହସକୁ ରୋକିଲି। ଯାହା କିଛି ସେମାନେ ପୁରା ରାତି କରୁଥିଲେ, ଏହି ବୟସରେ ଏସବୁ ହେବା ତ ସ୍ୱାଭାବିକ ଥିଲା। ପୁରା ଦିନ ସେ ଖଟିଆରେ ପଡ଼ି ରହିଲେ। ଆଜି ସେ ଭୀଷଣ ଜ୍ୱରରେ ତାତିଥିଲେ। ବାହାନାରେ ମୋ ଶ୍ୱଶୁର ଦେବେନ୍ଦ୍ରଜୀ ମଧ୍ୟ ମୋ ଶାଶୁଙ୍କ ପାଖକୁ ଯାଉଥିଲେ। ଏଣେତେଣେ ଚାହିଁ ତାଙ୍କ ସହିତ ଥଟ୍ଟା କରୁଥିଲେ ଏବଂ ପୁଣି ନିଜକୁ ଚାଲିଯାଉଥିଲେ। ଏସବୁ ଦେଖି ମୋ ବାତରେ ମଧ୍ୟ ହଲଚଲ ହେବାକୁ ଲାଗୁଥିଲା। ସେତେବେଳେ ମୁଁ ନିଜ ଭାବନାକୁ ବହୁତ କଷ୍ଟରେ କାବୁରେ ରଖିପାରୁଥିଲି। ଆଜି ସକାଳେ ହିଁ ମୋ ସ୍ୱାମୀ ଫେରିଯାଇଥିଲେ ଏବଂ ମୁଁ ପୁଣିଥରେ ଯେମିତି ତାଙ୍କ ଫେରିବା ଦିନ ଗଣିବାକୁ ଲାଗିଥିଲି। ରାତିରେ ବାସନ ମାଜିବା ପରେ ନିଜକୁ ଯିବାକୁ ଲାଗିଲି ତ ସେତିକିବେଳେ ମୋ ଶାଶୁ ବିଦ୍ୟା ଆଣ୍ଟି ମୋ ପାଖକୁ ଆସି କହିବାକୁ ଲାଗିଲେ, ରାଧା, ତୁମେ ଆଜି ଚା ବନାଇ ତୁମ ଶ୍ୱଶୁରଙ୍କରେ ଦେଇ ଆସ। ମୁଁ ଯଦି ସେଠାକୁ ଗଲି ତ ସେ ମୋ ଜୀବନ ଛାଡ଼ିବେନି। ଆଜି ମୋ ଦେହ ବହୁତ ଖରାପ ଅଛି। କିନ୍ତୁ ତାଙ୍କୁ ତ କୌଣସି ଚିନ୍ତା ନାହିଁ। ତାଙ୍କୁ ତ କେବଳ ଗୋଟିଏ କାମ ସହିତ ମତଲବ। ସେ ତାଙ୍କ ବିଷୟରେ ଦୁଃଖ କରି ନିଜକୁ ଫେରିଗଲେ। ମୁଁ ଭାବୁଥିଲି କି ସେ ତ ଭାଗ୍ୟବତୀ ଯିଏ ନିଜ ସ୍ୱାମୀଙ୍କଠାରୁ ଭରପୁର ଭଲ ପାଇବା ପାଉଛନ୍ତି ଏବଂ ଜଣେ ମୁଁ ଥିଲି ଯେ ଏସବୁ ପାଇଁ ତରସି ଯାଉଥିଲି। ସେତିକି ବେଳେ ମୋ ମନରେ ଏହି ଖିଆଲ ଆସିଲା କି କାହିଁକି ନା ମୁଁ ମଧ୍ୟ ଏସବୁରୁ ଫାଇଦା ଉଠାଇବି। ଯଦି ସ୍ୱାମୀ ନାହାନ୍ତି ତ ଶ୍ୱଶୁର ହିଁ ସହି। କିନ୍ତୁ ପୁଣି ମୁଁ ଏହା ଭାବି ନିଜ ଚିନ୍ତାଧାରାକୁ ଝାଡ଼ିଦେଲି କି ଯଦି ମୋ ଶ୍ୱଶୁରଙ୍କୁ ଅନ୍ଦାଜ ହୋଇଯିବ କି ମୁଁ ତାଙ୍କ ବିଷୟରେ କ'ଣ ଭାବୁଛି, ତେବେ ମୋ ପାଇଁ ଅସୁବିଧା ହୋଇଯିବ, କାରଣ ସେ ମୋତେ ସବୁବେଳେ ଝିଅ ବୋଲି କହୁଥିଲେ ଏବଂ ଝିଅ ବୋଲି ଭାବୁଥିଲେ ମଧ୍ୟ। ଅନେକ ସମୟରେ ଏମିତି ହେଉଥିଲା କି ତାଙ୍କ ନଜର ମୋତେ ଅଜବ ଅନୁଭବ କରୁଥିଲା, କିନ୍ତୁ ଯେତେବେଳେ ମୁଁ ତାଙ୍କ ଆଡ଼କୁ ଚାହୁଁଥିଲି ସେ ହାଲୁକା ଭାବରେ ହସୁଥିଲେ ଏବଂ ପୁଣିଥରେ ମୋତେ ଝିଅ କହି କୌଣସି କଥା କହିବା ଆରମ୍ଭ କରୁଥିଲେ।
ତାଙ୍କର ଏହିପରି ଚାହିଁବାର ପ୍ରଭାବ ଲିଭି ଯାଉଥିଲା ଏବଂ ମୁଁ ଏହା ଭାବିବାକୁ ଲାଗୁଥିଲି କି ସେ ଯେମିତି ବି ଚାହୁଁଥିଲେ ଝିଅ ନଜରରେ ହିଁ ଚାହୁଁଥିଲେ। ମୁଁ ତାଙ୍କ ବୋହୂ ଏବଂ ତାଙ୍କ ମନରେ ମୋ ପାଇଁ କୌଣସି ଖରାପ କଥା ନାହିଁ। ମୁଁ ନିଜର ଆସୁଥିବା ଭୁଲ ଚିନ୍ତାକୁ ଝାଡ଼ିଦେଲି ଏବଂ ପୁଣି ଚା ଧରି ମୋ ଶ୍ୱଶୁର ଦେବେନ୍ଦ୍ରଜୀଙ୍କକୁ ଆସିଗଲି। ରେ ହାଲୁକା ହାଲୁକା ଆଲୁଅ ଥିଲା। ଏକ ସ୍ୱପ୍ନ ଭଳି ପରିବେଶ ସୃଷ୍ଟି ହୋଇଥିଲା। ମୋ ମନର ଅବସ୍ଥା ବଦଳିବାକୁ ଲାଗିଲା। ସେହି ସମୟରେ ମୁଁ ଏହା ଭାବି ନିଜ ଓଢ଼ଣୀକୁ ମେଲାଇ ଦେଇ ଘୋଡ଼ାଇ ହୋଇଗଲି ଏବଂ ମୁହଁରେ ଓଢ଼ଣୀର ଘୁଙ୍ଗଟ କରିଦେଲି। ମୋ ଶାଶୁ ବିଦ୍ୟା ଆଣ୍ଟି ଏହିଭଳି ଭାବେ ସବୁବେଳେ ଓଢ଼ଣୀରେ ଗୁଡ଼ାଇ ହୋଇ ରହୁଥିଲେ। ଜାଣିଶୁଣି ମୁଁ ମୋ ଶାଶୁଙ୍କ ହୁଲିଆ ଆପଣାଇ ନେଇଥିଲି। ଯେମିତି ହିଁ ମୁଁ ଶ୍ୱଶୁରଙ୍କ ପାଖରେ ଚା ରଖି ଫେରିଲି, ସେ ତୁରନ୍ତ ମୋ ହାତ ଧରି ନିଜ ଆଡ଼କୁ ଟାଣି ନେଲେ ଏବଂ ମୋ ସହିତ ଏମିତି ହରକତ କଲେ କି ମୋ ବାତରେ ହଲଚଲ ହେବାକୁ ଲାଗିଲା। ମୋର ତ ଜୀବନ ବାହାରି ଯାଉଥିଲା ଯେତେବେଳେ ସେ ମୋତେ ନିଜ ପତ୍ନୀ ଭାବି ସେସବୁ କରିବା ଆରମ୍ଭ କଲେ, ଯାହା ସେ ମୋ ଶାଶୁଙ୍କ ସହିତ କରୁଥିଲେ ଏବଂ ମୁଁ ଏସବୁଥିରେ ସମ୍ପୂର୍ଣ୍ଣ ଚୁପଚାପ ଏବଂ ହଜି ଯାଇଥିଲି, ଯେମିତି ଯଦି ମୁଁ କିଛି ଶବ୍ଦ କଲି ତେବେ ସାରା ଯାଦୁ ତୁଟିଯିବ। ମୋତେ ମଧ୍ୟ ମଜା ଆସୁଥିଲା। ଆସନ୍ତା ସମୟର ଅନୁଭବ ମୋତେ ଯେମିତି ପବନରେ ଉଡ଼ାଉଥିଲା। ମୋ ଆଖି ବନ୍ଦ କରି ସମ୍ପୂର୍ଣ୍ଣ ସମର୍ପିତ ଭାବରେ ନିଜକୁ ମୋ ଶ୍ୱଶୁରଙ୍କ ହାତରେ ସମର୍ପି ଦେଇଥିଲି ଏବଂ ସେହି ସମୟରେ ଏସବୁ ଭୁଲି ଯାଇଥିଲି କି ମୁଁ ମୋ ସ୍ୱାମୀଙ୍କ ଅମାନତ ଥିଲି ଏବଂ ମୋତେ ତାଙ୍କ ପିତାଙ୍କ ସହିତ ଏସବୁ କରିବା ଉଚିତ ନଥିଲା। ମୋତେ ଶ୍ୱଶୁରଙ୍କୁ ରୋକିବା ଉଚିତ ଥିଲା। ତାଙ୍କୁ କହିବା ଉଚିତ ଥିଲା କି ମୁଁ ତାଙ୍କ ପତ୍ନୀ ନୁହେଁ ବରଂ ବୋହୂ, କିନ୍ତୁ ମୋ ଇଚ୍ଛା ଏବଂ ବାତ ସେହି ଶବ୍ଦଗୁଡ଼ିକୁ ଜିଭକୁ ଆସିବାରୁ ରୋକି ଦେଉଥିଲେ। ଏବଂ ପୁଣି ବହୁତ ସମୟ ପର୍ଯ୍ୟନ୍ତ ଯେତେବେଳେ ଆମେ ଦୁହେଁ ଆନନ୍ଦ ଏବଂ ମସ୍ତିର ଅବସ୍ଥାରେ ବୁଡ଼ି ରହିଲୁ ଏବଂ ଯେତେବେଳେ ଆମର ଅବସ୍ଥା ସାମାନ୍ୟ ହେଲା, ସେତିକିବେଳେ ମୋ ଶ୍ୱଶୁରଙ୍କ ନଜର ମୋ ମୁହଁ ଉପରେ ପଡ଼ିଲା। ସେତେବେଳେ ମୋତେ ଅତୀତର ସେହି ଘଟଣାଗୁଡ଼ିକ ମନେ ପଡ଼ିଲା, ଯାହା କାରଣରୁ ମୁଁ ଆଜି ଏଠାରେ ଏହି ଅବସ୍ଥାରେ ଥିଲି। ଆମେ ଦୁଇ ଭାଇ ଭଉଣୀ ଥିଲୁ। ଭାଇ ମୋଠାରୁ ବଡ଼ ଏବଂ ବିବାହିତ ଥିଲେ। ମୋତେ ମୋ ବାପା ମା ବହୁତ ଗେହ୍ଲା ଆଦରରେ ପାଳିଥିଲେ। ମୋର ପ୍ରତିଟି ଇଚ୍ଛା ପୂରଣ କରିବାକୁ ସେମାନେ ନିଜର କର୍ତ୍ତବ୍ୟ ମନେ କରୁଥିଲେ। ଆମ ଖାନଦାନରେ ଝିଅମାନଙ୍କୁ 10ମ ଶ୍ରେଣୀ ପରେ କଲେଜରେ ପଢ଼ିବାକୁ ଅନୁମତି ନଥିଲା, କିନ୍ତୁ ମୋ ବାପା ମା ଖାନଦାନର ଲୋକଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ମୋତେ କଲେଜ ପଠାଇଲେ। ବରଂ ମୋତେ କମ୍ପ୍ୟୁଟର ଏବଂ ମୋବାଇଲ ମଧ୍ୟ ଆଣି ଦେଇଥିଲେ, ଯାହାଫଳରେ ମୁଁ ମୋ ପାଠପଢ଼ା ଭଲ ଭାବରେ କରିପାରିବି। ଏହି କଥାରେ ମଧ୍ୟ ମୋ ମା ଏବଂ ପିତାଜୀଙ୍କୁ ବହୁତ କଥା ଶୁଣିବାକୁ ମିଳିଥିଲା କି ଜବାନ ହୋଇସାରିଥିବା ଝିଅକୁ ଏତେ ସ୍ୱାଧୀନତା ଦେବା ଠିକ୍ ନୁହେଁ। ଏହା ତ ଆପଣ ତାକୁ କଲେଜରେ ନାମ ଲେଖାଇଦେଲେ ଏବଂ ଉପରେ କମ୍ପ୍ୟୁଟର ଏବଂ ମୋବାଇଲ ମଧ୍ୟ ଦେଇଦେଇଛନ୍ତି। ଏହା ବହୁତ ଖରାପ କଥା। ଆପଣଙ୍କୁ ଏଥିପାଇଁ ଅନୁତାପ କରିବାକୁ ପଡ଼ିବ, କାରଣ ମୋ ବାପା ମାଙ୍କର ମୋ ଉପରେ ବହୁତ ବିଶ୍ୱାସ ଥିଲା। ସେମାନେ ସମସ୍ତ ଲୋକଙ୍କ କଥାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଥିଲେ। କଲେଜରେ ହିଁ ମୋର କିଛି ଝିଅଙ୍କ ସହ ବନ୍ଧୁତା ହୋଇଗଲା, ଯେଉଁମାନେ ମୋତେ ଏମିତି ୱେବସାଇଟ୍ ଗୁଡ଼ିକ ବିଷୟରେ କହିଲେ ଯେଉଁଥିପାଇଁ ମୁଁ କେବେ ନାମ ମଧ୍ୟ ଶୁଣି ନଥିଲି। ପୁଣି ଗୋଟିଏ ରାତିରେ ସମସ୍ତେ ଶୋଇଯିବା ପରେ ମୁଁ ସେହି ୱେବସାଇଟ୍ ଗୁଡ଼ିକୁ ଖୋଲିଲି ତ ସେଠାରେ ଯେଉଁ ପ୍ରକାରର ଭିଡିଓଗୁଡ଼ିକ ଥିଲା ଏବଂ ଲୋକମାନେ ଯାହା ସବୁ କରୁଥିଲେ ତାହା ମୋ ବାତରେ ଏକ ଅଜବ ହଲଚଲ ସୃଷ୍ଟି କରିଦେଲା। ମୁଁ ଆଜି ପୂର୍ବରୁ ଏସବୁ କିଛି ଦେଖିନଥିଲି କିମ୍ବା ଏସବୁ କରିବା ବିଷୟରେ ମୋତେ ଜଣାନଥିଲା। ମୁଁ ଜାଣିନଥିଲି କି ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଏସବୁ ମଧ୍ୟ ହୋଇପାରେ। ପୁଣି ଗୋଟିକ ପରେ ଗୋଟିଏ ମୁଁ ଏମିତି ୱେବସାଇଟ୍ ଖୋଲି ଚାଲିଲି ଏବଂ ଏକ ନୂଆ ଲଜ୍ଜତର ଦୁନିଆ ସହିତ ପରିଚିତ ହେଲି। ଏବେ ମୁଁ ଚାହୁଁଥିଲି କି ମୁଁ ନିଜେ ମଧ୍ୟ ବ୍ୟବହାରିକ ଭାବରେ ଏସବୁ କାହା ସହିତ କରେ ଏବଂ ଏହି ସବୁ ମଜା ମୁଁ ମଧ୍ୟ ନେଇପାରେ। ଏହି ଦିନଗୁଡ଼ିକରେ ମୋତେ ଏହି ଖରାପ ଅଭ୍ୟାସ ମଧ୍ୟ ଲାଗିଗଲା କି ମୁଁ ରାତିରେ ଲୁଚି ଲୁଚି ଅନ୍ୟମାନଙ୍କରେ ଝାଙ୍କୁଥିଲି। କେବେ ମା ଏବଂ ପିତାଜୀଙ୍କରେ ତ କେବେ ଭାଇଙ୍କୁ ଏସବୁ କରୁଥିବାର ଦେଖୁଥିଲି। ଏସବୁ ଭିତରେ 2 ବର୍ଷ ସମୟ ଅତିକ୍ରମ କରିଗଲା। ଏବେ ମୋ ବାତ ଏମିତି ବଢ଼ିବାକୁ ଲାଗିଲା କି ଦିନେ ମୁଁ ଭାଇଙ୍କ ରୁମ୍ ବାହାରେ ଛିଡ଼ା ହୋଇଥିଲି। ତାଙ୍କର ଏକ ଝରକା ବାରଣ୍ଡାରେ ଖୋଲୁଥିଲା ଏବଂ ଖରାଦିନେ ସେମାନେ ଏହି ଝରକାକୁ ଖୋଲା ରଖୁଥିଲେ। ମୁଁ ଗୋଟିଏ ପଟେ ଲୁଚି ତାଙ୍କ ରୁମ୍ ଭିତର ନଜାରା ଦେଖୁଥିଲି। ସେଦିନ ମୁଁ ଏମିତି ହିଁ କରୁଥିଲି ଯେତେବେଳେ ମୋତେ ମୋ ପଛରେ କାହାର ପାଦ ଶବ୍ଦର ଅନୁଭବ ହେଲା। ମୁଁ ଯେତେବେଳେ ପଛକୁ ମୁଡ଼ି ଦେଖିଲି ତ ହକ୍କାବକ୍କା ରହିଗଲି। ସେଠାରେ ମୋ ମା ଛିଡ଼ା ହୋଇଥିଲେ, ଯିଏ ମୋତେ ନିଆଁ ଭଳି ନଜରରେ ଚାହୁଁଥିଲେ। ଯେତେବେଳେ ତାଙ୍କ ନଜର ରୁମ୍ ଭିତରକୁ ଗଲା ତ ଗୋଟିଏ ମୁହୂର୍ତ୍ତ ପାଇଁ ତାଙ୍କ ନିଶ୍ୱାସ ଅଟକିଗଲା ଏବଂ ପୁଣି ସେ ମୋ ଗାଲରେ ଏକ ଜୋରଦାର ଚାପୁଡ଼ା ମାରିଲେ ଏବଂ ମୋତେ ଟାଣି ଟାଣି ମୋକୁ ନେଇଗଲେ। ସେ ମୋତେ କହିବାକୁ ଲାଗିଲେ, ତୋ ଭଳି ଘୃଣ୍ୟ ଏବଂ ବେହୟା ଝିଅ ମୁଁ ମୋ ଜୀବନରେ ଦେଖିନାହିଁ। ଶେଷରେ ତୁ ଏସବୁ କ'ଣ କରୁଥିଲୁ? ତୁ ସ୍ୱାମୀ ସ୍ତ୍ରୀଙ୍କରେ କାହିଁକି ଝାଙ୍କୁଥିଲୁ? ମୁଁ ମାଆଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏହାପରେ ମା ପିତାଜୀଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେ କି ମୋତେ ଆହୁରି ପଢ଼ାଇବା ବଦଳରେ ମୋର ବାହାଘର କରିଦିଅନ୍ତୁ। ଯେତେବେଳେ କି ପିତାଜୀ ଏବେ ମୋର ବାହାଘର କରିବା ସପକ୍ଷରେ ନଥିଲେ।
ମାଙ୍କ ଚାପରେ ପିତାଜୀଙ୍କୁ କିଛି କିଛି ବୁଝା ପଡ଼ିଗଲା ଏବଂ ତାଙ୍କ ମନ ନିରାଶାରେ ବୁଡ଼ିଗଲା। କାରଣ ସେ ମୋ ବିଷୟରେ ବହୁତ କିଛି ସ୍ୱପ୍ନ ଦେଖିଥିଲେ ଏବଂ ସେ ମୋତେ ଉଚ୍ଚ ଶିକ୍ଷିତ ଦେଖିବାକୁ ଚାହୁଁଥିଲେ। କିନ୍ତୁ ମୁଁ ଏବେ ବାତର ଧାରାରେ ଏପରି ଭାସି ଯାଇଥିଲି କି ମୋ ପାଇଁ ମଧ୍ୟ ପାଠପଢ଼ା କରିବା ବହୁତ କଷ୍ଟକର ହୋଇଯାଇଥିଲା। ମୁଁ ଯେତେବେଳେ ବି ବହି ଖୋଲୁଥିଲି ତ ମୋ ଆଖି ଆଗରେ ଦେଖିଥିବା ସମସ୍ତ ଦୃଶ୍ୟ ବୁଲିବାକୁ ଲାଗୁଥିଲା ଏବଂ ମୁଁ ଖିଆଲରେ ନିଜକୁ ମଧ୍ୟ ଏସବୁ ବ୍ୟବହାରିକ ଭାବରେ କରୁଥିବାର ଦେଖୁଥିଲି ଏବଂ ପୁଣି ପିତାଜୀ ମୋର ବାହାଘର ସ୍ଥିର କରିଦେଲେ। ମୁଁ ବାହାଘର ବିଷୟରେ ବହୁତ ସ୍ୱପ୍ନ ଦେଖିଥିଲି। ମୋର ବହୁତ ଅରମାନ ଥିଲା। ସେହି ଭିଡିଓ ଏବଂ ଅନ୍ୟମାନଙ୍କୁ ଦେଖି ଦେଖି ମୁଁ ଏହି ଚିନ୍ତା କରିନେଇଥିଲି କି ମୋ ସ୍ୱାମୀ ମଧ୍ୟ ଏମିତି ହେବେ ଯିଏ ମୋତେ ଅଜସ୍ର ଭଲ ପାଇବେ। କିନ୍ତୁ ପ୍ରଥମ ଦିନରେ ହିଁ ମୋ ମନ ସମ୍ପୂର୍ଣ୍ଣ ଭାଙ୍ଗିଗଲା କାରଣ ସେ ମୋତେ ଆଦୌ ସନ୍ତୁଷ୍ଟ କରିପାରୁ ନଥିଲେ। ସେ ମୋତେ ସେମିତି ଖୁସି ରଖିପାରୁ ନଥିଲେ ଯେମିତି ମୁଁ ଚାହୁଁଥିଲି, ଯେମିତି ମୁଁ ଅନ୍ୟମାନଙ୍କୁ ଦେଖୁଥିଲି। ସେ ତ ମୋ ସହିତ ଆଦୌ ଭଲ ପାଇବା କରୁନଥିଲେ। ପୁଣି ଉଠୁଥିବା ବସୁଥିବା ବେଳେ ଯେତେବେଳେ ମୋ ଶାଶୁ ନିଜ ସ୍ୱାମୀଙ୍କ ବିରୋଧରେ କଥା ହେବାକୁ ଲାଗନ୍ତି ଏବଂ କୁହନ୍ତି କି ମୁଁ ଏହି ବ୍ୟକ୍ତିଠାରୁ ବହୁତ ହଇରାଣ ଯିଏ ଏହି ବୟସରେ ମଧ୍ୟ ମୋତେ ଛାଡୁନାହିଁ, ସେତେବେଳେ ତାଙ୍କ କଥା ଶୁଣି ମୋତେ ଜିଜ୍ଞାସା ହେବାକୁ ଲାଗିଲା କି ସେ ଏମିତି କାହିଁକି କୁହନ୍ତି। ଶେଷରେ ତାଙ୍କ ସ୍ୱାମୀ ଏମିତି କ'ଣ କରନ୍ତି? ସେ ପ୍ରତିଦିନ ନିଜ ସ୍ୱାମୀଙ୍କୁ କ୍ଷୀରରେ ଜୈତୁନ ତେଲ ପକାଇ ଦେଉଥିଲେ। ଏହା ତ ମୋ ସ୍ୱାମୀ ମଧ୍ୟ ବ୍ୟବହାର କରୁଥିଲେ, କିନ୍ତୁ ମୋତେ ଏହାର କୌଣସି ଫାଇଦା ଦେଖାଯାଉ ନଥିଲା। ସେ ଜାଣିନି କାହିଁକି ମୋଠାରୁ ଦୂରେଇ ରହୁଥିଲେ। ସପ୍ତାହରେ ଗୋଟିଏ ଦିନ ସେ ଘରକୁ ଆସୁଥିଲେ ଏବଂ ପୁଣି ସେ ପୁରା ସପ୍ତାହ ଘରୁ ଗାୟବ ରହୁଥିଲେ। ତେତେବେଳେ ଦିନେ କଥାରେ ମୋତେ ମୋ ଶାଶୁଙ୍କଠାରୁ ଜଣାପଡ଼ିଲା କି ମୋ ସହ ବାହାଘର ପୂର୍ବରୁ ସେ ପ୍ରତିଦିନ ହିଁ ଘରକୁ ଫେରୁଥିଲେ ଏବଂ ଏବେ ସେ ମୋତେ ଏହା କହି ଟାଳି ଦେଉଥିଲେ କି ଅଫିସ ବହୁତ ଦୂର ପଡ଼ୁଛି, ଆସିବା ଯିବାରେ ମୋତେ ବହୁତ ଡେରି ହୋଇଯାଉଛି। ସେଥିପାଇଁ ମୁଁ ସେଠାରେ ନିଜର ଜଣେ ବନ୍ଧୁଙ୍କ ସହ ରୁମ୍ ନେଇଛି, ଯାହାଫଳରେ ମୋତେ ଅଫିସ ଆସିବା ଯିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ। କିନ୍ତୁ ମୁଁ ଏହା ଭାବୁଥିଲି କି ବାହାଘର ପୂର୍ବରୁ ମଧ୍ୟ ତ ସେଇ ଅଫିସ ଥିଲା ଏବଂ ସେତେବେଳେ ତ ସେ ଘରକୁ ଆସୁଥିଲେ ଯାଉଥିଲେ ଏବଂ ଏବେ ହଠାତ୍ କ'ଣ ହୋଇଗଲା? ମୋତେ ଭିତରେ ଭିତରେ ଏହି ଭୟ ଘାରୁଥିଲା କି କେଉଁଠି ଏମିତି ତ ହେଉନାହିଁ କି ସେ ଅନ୍ୟ କୌଣସି ଝିଅକୁ ପସନ୍ଦ କରୁଛନ୍ତି ଏବଂ ମୋଠାରୁ ପିଣ୍ଡ ଛଡ଼ାଉଛନ୍ତି। ସେଥିପାଇଁ ତ ସେ ମୋଠାରୁ ଦୂରେଇ ରହୁଥିଲେ। ତାଙ୍କର ଘରକୁ ଆସିବାକୁ ମନ ହିଁ କରୁନଥିଲା। ଯେତେବେଳେ ବି ସେ ଘରକୁ ଆସୁଥିଲେ ମୋତେ ଭଲ ପାଉ ଅଳ୍ପ ସମୟ ପରେ ସେ ବିରକ୍ତ ହୋଇଯାଉଥିଲେ। ତାଙ୍କ ମନ ମୋ ପାଖରୁ ଭରି ଯାଉଥିଲା। ଯେତେବେଳେ କି ମୁଁ ଏପର୍ଯ୍ୟନ୍ତ ଶୋଷିଲା ରହୁଥିଲି ଏବଂ ସେ ମୋତେ ଏହି ଅବସ୍ଥାରେ ଛାଡ଼ି ନିଜେ ସୁକୁନରେ ଶୋଇଯାଉଥିଲେ। ଏବେ ଯେତେବେଳେ ମୁଁ ମୋ ଶାଶୁଙ୍କୁ ନିଜ ସ୍ୱାମୀଙ୍କ ଖାଦ୍ୟପେୟର ଧ୍ୟାନ ରଖୁଥିବାର ଦେଖୁଥିଲି ଏବଂ ଯେତେବେଳେ ମୁଁ ତାଙ୍କ ବିଷୟରେ କଥା ଶୁଣୁଥିଲି ତ ମୁଁ ଭାବୁଥିଲି କି ଜାଣିନି ମୋ ଶ୍ୱଶୁର ଏମିତି କ'ଣ କରନ୍ତି ଏବଂ ପୁଣି ଦିନେ ମୁଁ ମୋର ପୁରୁଣା ଅଭ୍ୟାସ ଅନୁଯାୟୀ ତାଙ୍କରେ ଝାଙ୍କିଲି ତ ମୋର ଯେମିତି ଆଖି ଖୋଲିଗଲା। ମୁଁ ଆଶ୍ଚର୍ଯ୍ୟ ଥିଲି କି ମୋ ଶ୍ୱଶୁର ଏହି ବୟସରେ ମଧ୍ୟ ବହୁତ ଶକ୍ତିଶାଳୀ ଥିଲେ ଏବଂ ବୁଢ଼ା ହେବା ସତ୍ତ୍ୱେ ମଧ୍ୟ ସେ ସୁସ୍ଥ ଏବଂ ଶକ୍ତିଶାଳୀ ଯୁବକମାନଙ୍କୁ ମଧ୍ୟ ପଛରେ ପକାଇ ଦେଉଥିଲେ। ମୋତେ ତ ମୋ ଶାଶୁଙ୍କ ଉପରେ ଯେମିତି ଈର୍ଷା ଆସିବାକୁ ଲାଗିଲା। ଅନେକ ସମୟରେ ମୁଁ ଭାବୁଥିଲି କି କାଶ ମୋ ସ୍ୱାମୀ ମଧ୍ୟ ଏମିତି ହୋଇଥାନ୍ତେ, ତେବେ ମୋ ଜୀବନ ମଧ୍ୟ କେତେ ସୁନ୍ଦର ହୋଇଥାନ୍ତା। ଏହିଭଳି ଭାବରେ ମୋତେ ନିଜ ଜୀବନ ବେରଙ୍ଗ ଏବଂ ବେମଜା ଲାଗିବାକୁ ଲାଗିଲା। ବୋଧହୁଏ ଏହା ମୋ ଭିତରର ଲୋଭୀ ମଣିଷ ହିଁ ଥିଲା କି ମୁଁ ଆଜି ମୋ ଶ୍ୱଶୁରଙ୍କରେ ଉପସ୍ଥିତ ଥିଲି ଏବଂ ସେତିକିବେଳେ ତାଙ୍କ ନଜର ମୋ ମୁହଁ ଉପରେ ପଡ଼ିଲା ତ ଚୁପଚାପ ସେ ନଜରର ଦିଗ ବଦଳାଇ ଦେଲେ ଏବଂ ପୁଣି ଥରେ ସେ ନିଜ କାମରେ ମଜିଗଲେ। ମୁଁ ଆଶ୍ଚର୍ଯ୍ୟ ଏବଂ ଚିନ୍ତିତ ହୋଇ ରହିଗଲି କି ମୋତେ ଚିହ୍ନିବା ସତ୍ତ୍ୱେ ମଧ୍ୟ ସେ କୌଣସି ପ୍ରତିକ୍ରିୟା କାହିଁକି ପ୍ରକାଶ କଲେ ନାହିଁ। କ'ଣ ସେ ପୂର୍ବରୁ ଜାଣିଥିଲେ କି ଏହା ମୁଁ? ଏବଂ ପୁଣି ଯେତେବେଳେ ମୁଁ ସେଠାରୁ ନିଜକୁ ଆସିଲି ତ ବହୁତ ହିଁ ଖୁସି ଥିଲି। ଜୀବନରେ ପ୍ରଥମ ଥର ପାଇଁ ମୁଁ ଏହି ପ୍ରକାରର ଭରପୁର ମଜା ନେଇଥିଲି। ଏବେ ପ୍ରତି ଦ୍ୱିତୀୟ ତୃତୀୟ ଦିନ ଏମିତି ହିଁ ହେବାକୁ ଲାଗିଲା। ମୋ ଶାଶୁ ତ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟରେ କବାଟ ବନ୍ଦ କରି ଶୋଇଯାଉଥିଲେ, ଯେତେବେଳେ କି ମୁଁ ମୋ ଶ୍ୱଶୁରଙ୍କୁ ଚାଲିଯାଉଥିଲି ଏବଂ ବହୁତ ସମୟ ସେଠାରେ ବିତାଇବା ପରେ ନିଜକୁ ଫେରି ଆସୁଥିଲି। ମୋ ଶାଶୁ ଏହି କଥାରେ ଧନ୍ୟବାଦ ଜଣାଉଥିଲେ କି ଏବେ ତାଙ୍କ ସ୍ୱାମୀ ତାଙ୍କୁ ମାଗନ୍ତି ନାହିଁ ଏବଂ ତାଙ୍କୁ ଅବେଳରେ ହଇରାଣ କରନ୍ତି ନାହିଁ, କାରଣ ତାଙ୍କର ଆବଶ୍ୟକତା ତ ମୋ ଦ୍ୱାରା ପୂରଣ ହେଉଥିଲା ଏବଂ ମୋର ମଧ୍ୟ ଏବେ କୌଣସି ଇଚ୍ଛା ଅଧୁରା ରହୁନଥିଲା। ଏହିପରି ଭାବେ ଆମେ ଦୁହେଁ ହିଁ ପରସ୍ପର ପ୍ରତି ବହୁତ ଖୁସି ରହିବାକୁ ଲାଗିଲୁ। ମୋର ଏହି କଥାର ଭୟ ଥିଲା କି ଯଦି ମୋ ଶାଶୁ କିମ୍ବା ସ୍ୱାମୀଙ୍କୁ ଏସବୁ ଜଣାପଡ଼ିଯିବ ତେବେ ଜାଣିନି ସେମାନେ ମୋ ସହିତ କ'ଣ ବ୍ୟବହାର କରିବେ। ଏହା ମଧ୍ୟ ହୋଇପାରେ କି ମୋ ସ୍ୱାମୀ ମୋତେ ଘରୁ ବାହାର କରିଦେବେ ଏବଂ ଯଦି ମୋ ଶାଶୁ ଏସବୁ ଦେଖିନେବେ ତେବେ ହୁଏତ ସେ ମୋର ନିଶ୍ୱାସ ନେବା ମଧ୍ୟ କଷ୍ଟକର କରିଦେବେ। ସେଥିପାଇଁ ମୁଁ ଏବେ ସାବଧାନର ସହିତ ଏହି କାମ କରୁଥିଲି। ମୁଁ ଏହି କଥାର ଖାସ୍ ଧ୍ୟାନ ରଖୁଥିଲି କି ଯେତେବେଳେ ମୋ ଶାଶୁ ଗଭୀର ନିଦରେ ରହୁଥିଲେ ସେତେବେଳେ ହିଁ ମୁଁ ମୋ ଶ୍ୱଶୁରଙ୍କୁ ଯାଉଥିଲି। ସେ ଏପର୍ଯ୍ୟନ୍ତ ସମସ୍ତଙ୍କ ସାମ୍ନାରେ ତ ମୋତେ ଝିଅ ଝିଅ କହି ହିଁ ଡାକୁଥିଲେ,
किंतु एकांतरे से मो उपरे प्रेमर वर्षा अजाड़ी देउथिले एवं मु मध्य तांको पई सबुबेले जेमिति बेचैन एवं बेकरार रहुथिली। आजी मो स्वामी अर्जुन घरकू आसीथिले। सत कहिबाकू गले मु सबुबेले तांकर अपेक्षा करुथिली, किंतु एबे तांकू देखि विरक्त थिली, कारण मु जानिथिली कि तांकर घरे उपस्थिति कारणरू मु एबे मो ससुरंकू जाई पारिबि नाही। सेथिपाई मो मन भितरे दुख हेउथिला, कारण मो स्वामी तो मते संतुष्ट करि पारु नथिले। सेथिपाई एबे तांको सहित एसबु करिबाकू मोर मन हेउ नथिला, कारण जेउ मजा जेउ खुशी मो ससुर मते देइथिले सेही खुशी देबा विषୟରେ तो मो स्वामी भाबी मध्य पारिबे नाही। आजी मध्य मो स्वामी अल्प समय परे थकी जाई सोई पड़िले एवं एबे जेतेबेले तृतीय चतुर्थ दिन मध्य तांकू घरे ही होईगला तो मु तांकू घरे ही होईगला तो मु तांकू कहिबाकू लागिली कि एबे आपण घरु ही ऑफिस जिबे। एहा सुनी से मते आश्चर्य नजररे चाहिबाकू लागिले। कौन तुमको एही कथारे खुशी हेला नहीं कि मु प्रतिदिन घरे तुम सहित ही रहिबी? मु निज मुहर भावना को काबूरे कली एवं तांकू कहिबाकू लागिली, भल मोठारू अधिक आउ किए खुशी हेब? मते बहुत खुशी, किंतु मु आपणक पई तो कहूथिली। आपण कुहंती कि ऑफिस आसीबा जिबारे बहुत डेरी होई जाए एवं सेथिपई मु एही कथा पचारुथिली। तो से कहिबाकू लागिले, मु तुमठारू दूरेई रही थकी गलेनी, सेथिपई एबे मु प्रतिदिन घरकू आसीबी एवं घरकू ही ऑफिस जिबी। उपरे मु तांको कथा सुनी हसुथिली, किंतु मने मने चिंतित होईगली कि आजी मु मोर एही इच्छार पूर्ति केमिति करिबी। सेदिन मु बहुत समय पर्यंत मो स्वामींकर अपेक्षा कली, बारंबार तांको नंबर लगाइली, किंतु तांको नंबर क्रमागत भावे बंद आसुथिला। आजी तांको फेरिबारे साधारण दिनगुड़िक अपेक्षा बहुत डेरी होई जाइथिला। सेतेबेले मु एहा भाबिली कि होई पारे से आजी घरकू न आसी निज बंधुंकू चली जाइछंती। एही ख्याल आसीबा क्षणी ही मु तुरंत मो ससुरंकू चलीगली। आजी मध्य प्रथमे मु मो सासुंकू देखिली तो से निजरे बेहोश होई सोईथिले एवं सेतिकी बेले मु एही सुजोगर भरपूर फायदा उठाइली एवं पुणी जेतेबेले मो ससुरंकू गली तो से मध्य जागिथिले। से मध्य जेमिति मोर ही अपेक्षा करुथिले। मते देखि उठी बसी पड़िले एवं कहिबाकू लागिले, कौन कथा राधा? आजिकाली सेही अलसुआ लोकटा घरे प्रतिदिन चक्कर लगाउछि, कौन ताकू आम दुहिंको उपरे संदेह होई जाइछि। मु मो ससुरंकू कौनसी जवाब देली नाही एवं कहिबाकू लागिली, मु निजे एसबुथिरु हैराण होईगलाणी। एमिति भी मते तो एही जिनिसरे आपणकर अभ्यास पड़ीगलाणी। जे पर्यंत पिताजींको सहित एसबु न करिछि मते शांति मिलु नाही। एहा पूर्वरु कि आमे एसबु आरंभ करिथांतु, सेतिकी बेले मते मो स्वामी अर्जुनंको स्वर सुनागला एवं मु डरी जाई उठी बसिली एवं तुरंत रूम बाहरकू बाहरिली तो सामनारे मो स्वामी थिले। से मते खोजुथिले। मते सेही समयरे मो ससुरंकरू बाहरुथिबार देखि से आश्चर्य होईगले। सेतिकी बेले मु तांकू टाली देई कहिबाकू लागिली, कौन हेला? आपणको पिताजींको देह खराब थिला, सेथिपई तांकू चा बनै देबाकू जाइथिली। मो कथा सुनी से हसीदेले एवं पुणी मु तांको पई खाद्य गरम करिकू आसीगली। बहुत समय पर्यंत मो स्वामी एणे तेणेर कथा कहिबाकू लागिले। पुणी मते कहिले, तुमे बहुत भल झियो। मते एही कथार गर्व अछि कि तुम भली नेक एवं शरीफ पत्नी मते मिलिछि। तांको कथा सुनी मो पाटी खोला रहिगला। शेषरे से एमिति काहींकी कहुथिले तो से कहिबाकू लागिले, मु एबे बाहाघर करिबाकू चाहू नथिली, कारण मोर किछि समस्या थिला जहा मु काहाकू कहि पारु नथिली, किंतु माँ एवं पिताजींको चापरे आसी मु बाहाघर करिनेली। मते एही कथार भय थिला कि होई पारे तुमे पाटितुंड करिवो, तुमे समस्तंको सामनारे मते खराब कहिवो, मते अपमानित करिवो, किंतु तुमे एमिति कल नाही। तुम जगारे अन्य कोनोसी झियो होइथांता तो से पाटितुंड करिथांता किंबा अन्य काहा सहित संपर्क रखिथांता, किंतु तुमे प्रकृतरे बहुत भल कि तुमे मो इज्जत सहित निज ससुरंकर मध्य बहुत सम्मान करिछ। एहा सुनी मोर होश उड़ीगला, मोर धड़कन बढ़ीगला। तेबे कौन से सबु किछि जानी सारिथिले एवं एहा कहू कहू तांको आखिरे लुह आसीगला एवं से मो सामनारे हाथ जोड़ी कहिबाकू लागिले, राधा, मु तुमको से सबु किछि देई पारिली नहीं जहा एक स्त्रीर अधिकार। मु जाने, किंतु मु प्रतिज्ञा करुछि कि मु तुमको जीवन रे केबे भी कौनसी अभियोगर सुजोग देबी नहीं। एहा परे से मते एक जोरदार कादेले। मो आखि खोलीगला एवं मु झाଳରେ भिजी जाइथिली एवं मो शरीरर अंग प्रत्यंग कालुआ होई जाइथिला। तेबे कोन एसबु मु एक स्वप्नरे देखुथिली? से तो एपर्यंत सोईथिले। तांकू देखि मते निज उपरे शर्मिंदगी अनुभव हेबाकू लागिला।